ଆଜି ଆମେ ଜାଣିବା କି ଆସନ୍ତାକାଲି ପଣା ସଂକ୍ରାନ୍ତି ଓଡ଼ିଆ ନୂଆବର୍ଷ। ତ ସେହି ଓଡ଼ିଆ ନୂଆବର୍ଷର କେଉଁ ସବୁ ରାଶିର ରାଜଯୋଗ ରହିଛି? ତ ଏହି ଦିନ ପୁରୀ ଜଗନ୍ନାଥଙ୍କ ନିକଟରେ ଓଡ଼ିଶାର 4ଟି ପାଞ୍ଜିକୁ ଅନୁମୋଦନ ଦିଆଯାଏ। ଏହି ପାଞ୍ଜି ଜ୍ୟୋତିଷମାନଙ୍କର ଗଣନା ଅନୁସାରେ ଏହି ପଣା ସଂକ୍ରାନ୍ତିରେ ଗ୍ରହମାନଙ୍କର ଶୁଭ ଚଳନ ଯୋଗୁଁ 4ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଘଟିବାକୁ ଯାଉଛି ବହୁତ ବଡ଼ ପରିବର୍ତ୍ତନ। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ 4ଟି ରାଶିମାନଙ୍କ ବିଷୟରେ। ତେବେ ଭିଡ଼ିଓଟିକୁ ଦେଖିବା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଆଉ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି ତାହେଲେ ତଳେ ଥିବା ରେଡ୍ କଲର ସବସ୍କ୍ରାଇବ୍ ବଟନ୍ ଉପରେ କ୍ଲିକ୍ କରି ଆଉ ତା ସାଇଡ଼ରେ ଥିବା ବେଲ୍ ବଟନ୍ କ୍ଲିକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆମେ କିଛି ବି ଭିଡ଼ିଓ ଅପଲୋଡ଼ କରିବୁ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ ସର୍ବପ୍ରଥମେ। ନମ୍ବର 1 ମୀନ ରାଶି। ମୀନ ରାଶିର ବ୍ୟକ୍ତିମାନେ ଓଡ଼ିଆ ନୂଆବର୍ଷର ଆରମ୍ଭରୁ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଯୋଗୁଁ ବର୍ଷ ସାରା ବହୁତ ଖୁସିରେ ରହିବେ। ଆର୍ଥିକ ସ୍ଥିତି ଷ୍ଟ୍ରଙ୍ଗ ରହିବ। କୌଣସି ଏକ ଧର୍ମ କାର୍ଯ୍ୟ କରିବାର ଯୋଗ ଦେଖାଉଛି। ଚାକିରିରେ ପ୍ରମୋଶନ ପାଇବାର ଯୋଗ ରହିଛି। କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହେବ। ସବୁଆଡ଼ୁ ସାହାଯ୍ୟ ସହଯୋଗ ମିଳିବ। ଅଧା ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଆଉ ସୁଖ ସମ୍ମାନ ମଧ୍ୟ ମିଳିବ। ଆଉ ଛାତ୍ରଛାତ୍ରୀମାନେ ପରିଶ୍ରମ ଅନୁଯାୟୀ ଫଳ ମିଳିବ। ଆଉ ପାରିବାରିକ ଜୀବନ ସୁଖମୟ ରହିବ। ବ୍ୟବସାୟ କ୍ଷେତ୍ରରେ ବହୁ ମାତ୍ରାରେ ଲାଭ ମିଳିବ। ନମ୍ବର 2 ବିଛା ରାଶି। ବିଛା ରାଶିର ବ୍ୟକ୍ତି ବିଶେଷମାନେ ଯଦି କୌଣସି ବିଜନେସ୍ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ପଣା ସଂକ୍ରାନ୍ତି ଠାରୁ ଆରମ୍ଭ କରିପାରନ୍ତି। ବିଜନେସ୍ରେ ବହୁତ ସଫଳ ମିଳିବ। ଏହି ବର୍ଷଟି ଆପଣଙ୍କ ପାଇଁ ଶୁଭ ଓ ଲାଭଦାୟକ ଅଟେ। ବୃହସ୍ପତି ଓ ଶନିଙ୍କର କୃପା ଦୃଷ୍ଟି ଯୋଗୁଁ ଏହି ବର୍ଷଟି ଆର୍ଥିକ କ୍ଷେତ୍ରରେ ବହୁତ ମଜବୁତ ହୋଇଯିବେ। ବୈବାହିକ ଜୀବନରେ ଆନନ୍ଦ ପ୍ରାପ୍ତି ହେବେ। ଅଚାନକ ଧନ ପ୍ରାପ୍ତିର ଯୋଗ ଦେଖାଉଛି। ଷ୍ଟୁଡେଣ୍ଟମାନେ ପଢ଼ାପଢ଼ିରେ ଆଗେଇବେ। ଦେହ ଓ ମନ ଭଲ ରହିବ। ଆଉ ଆପଣଙ୍କର ବନ୍ଧୁ ମିଳନ ହୋଇପାରେ। ତ ଆପଣଙ୍କର ଶତ୍ରୁମାନେ ଆପେ ଆପେ ଦୂରେଇ ଯିବେ। ଆଉ ସବୁବେଳେ କାର୍ଯ୍ୟ ବ୍ୟସ୍ତ ରହିବେ। ଆଉ ଏହି ନୂତନ ବର୍ଷରେ କିଛି ନା କିଛି ଜିନିଷ ମନ୍ଦିରରେ ଯାଇ ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ, ଦେଖିବେ ଆପଣଙ୍କର ବହୁତ ଉନ୍ନତି ହେବ। ନମ୍ବର 3 ମିଥୁନ ରାଶି। ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଓଡ଼ିଆ ନବବର୍ଷରେ ପ୍ରତ୍ୟେକ କାର୍ଯ୍ୟରେ ଆଗେଇବେ। ଆଉ ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟରେ ଅବହେଳା କରିବେ ନାହିଁ, ନହେଲେ ଆପଣଙ୍କ ଆଶା ଆଶାରେ ରହିଯିବ। ପରିଶ୍ରମ କରିଦିଅନ୍ତୁ, ବ୍ୟବସାୟରେ ବହୁତ ଉନ୍ନତି ମିଳିବ। ଆଉ ଅଭାବ ଦେଖା ହେବ ନାହିଁ। ଏହି ରାଶିର ବ୍ୟକ୍ତିମାନେ ବୁଲାବୁଲି କରିବା ପାଇଁ ବିଦେଶକୁ ଯିବାର ଯୋଗ ଦେଖାଉଛି। ବର୍ଷ ସାରା ବୃହସ୍ପତିଙ୍କର ଶୁଭ ଦୃଷ୍ଟି ରହୁଥିବାରୁ ଚାକିରିରେ ପ୍ରମୋଶନ ହେବାକୁ ଯାଉଛି। କୌଣସି ଏକ ନୂଆ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି ହେବ, ଯାହାକି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ। କର୍ମକ୍ଷେତ୍ରରେ ବହୁତ ସଫଳତା ମିଳିବ। ସନ୍ତାନ ସୁଖରୁ ପ୍ରାପ୍ତ ହେବେ। କୌଣସି ଏକ ଭୂମି କିଣିପାରନ୍ତି। ଆପଣଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ଅଛି। ନମ୍ବର 4 ମେଷ ରାଶି। ମେଷ ରାଶିର ବ୍ୟକ୍ତିମାନେ ଆୟ ରୋଜଗାର ବଢ଼ିବ। ସବୁବେଳେ କର୍ମଚଞ୍ଚଳ ହେବେ। ଉଚ୍ଚ ଆଶା ମିଳିବ। ଆଉ ସୁଖ ସମ୍ମାନ ମଧ୍ୟ ମିଳିବ। ବ୍ୟବସାୟରେ ଆଗେଇ ଚାଲିବେ। ମନ ମନାନ୍ତର ଦୂର ହେବ। ଆପଣ ଆପଣଙ୍କ ବନ୍ଧୁଙ୍କ ଠାରୁ କୌଣସି ଏକ ସାହାଯ୍ୟ ସହାନୁଭୂତି ପାଇବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ବର୍ଷଟି ଶୁଭଦାୟକ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ଭଲ ରହିବ। କଠିନ ପରିଶ୍ରମ କରିବେ, ଧନ ଲାଭର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତ ହେବ। ଅଫିସ କାମ କରିବା ପାଇଁ ବିଦେଶ ଯାତ୍ରା ଯାଇପାରନ୍ତି। ଆଉ ରାଜନୀତିରେ ସଫଳତା ପାଇବେ। ବହୁ ଦିନର ଆଶା ଆପଣଙ୍କର ପୂରଣ ହେବ। ପ୍ରତ୍ୟେକ ସୋମବାର ଶିବ ମନ୍ଦିରକୁ ଯାଇ ଶିବ ଭଗବାନଙ୍କୁ ଦର୍ଶନ କରନ୍ତୁ, ଆପଣ ସବୁ କ୍ଷେତ୍ରରେ ଆଗେଇ ଚାଲିବେ। ତ ଏହା ଥିଲା ଏହି 4ଟି ରାଶିର ସଂକ୍ରାନ୍ତି ଠାରୁ ଗ୍ରହମାନଙ୍କର ଶୁଭ ଚଳନ ଯୋଗୁଁ ଏହି 4ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତ ଏମିତି ଆହୁରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଏହି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଆଉ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିବା ପାଇଁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ।